প্রিয় দর্শক বন্ধুগণ, ଆସିଅଛି ନୂତନ ଅପଡେଟ୍ ନେଇ, ଯାହାକି ଆପଣମାନେ ନିହାତି ଦେଖିବା ଦରକାର। ଆସନ୍ତୁ ଦେଖିବା ପୁରା ଖବର। ଦର୍ଶକ ବନ୍ଧୁଗଣ, ଆସନ୍ତା 3 ତାରିଖରେ ଦୋଳ ପୂର୍ଣ୍ଣିମା, 4 ତାରିଖରେ ହୋଲି, 21 ତାରିଖରେ ଇଦ୍ ଉଲ୍ ଫିତର, 27 ତାରିଖରେ ରାମନବମୀ, ଏପ୍ରିଲ 14 ତାରିଖରେ ହନୁମାନ ଜୟନ୍ତୀ ଓ ମହାବିଷୁବ ସଂକ୍ରାନ୍ତି ପାଳିତ ହେବାକୁ ଯାଉଅଛି। ଜିଲ୍ଲାରେ ସୁରକ୍ଷା ବନ୍ଦୋବସ୍ତ କଡ଼ାକଡ଼ି କରିବାକୁ ଡିଜିପି ଗୁରୁତ୍ୱ ହେବା ସହିତ ସୋସିଆଲ ମିଡ଼ିଆରେ ଗୁଜବ, ବିଭ୍ରାନ୍ତିକର ଓ ଉତ୍ତେଜନାମୂଳକ ପ୍ରଚାର ରୋକିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲାଗୁଡ଼ିକରେ କାର୍ଯ୍ୟ କରୁଥିବା ସାଇବର ସୋସିଆଲ ଦ୍ୱାରା ବିଭିନ୍ନ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଉପରେ 24 ଘଣ୍ଟିଆ ନଜର ରଖିବାକୁ ଡିଜିପି ପରାମର୍ଶ ଦେଇଛନ୍ତି। ଦର୍ଶକ ବନ୍ଧୁଗଣ, ପରବର୍ତ୍ତୀ ଖବରଟି ହେଲା, ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଶେଷରେ ବିଜେଡି ଘୋଷଣା କରିଛି ରାଜ୍ୟସଭା ପ୍ରାର୍ଥୀଙ୍କ ନାଁ। 2 ଜଣଙ୍କ ନାଁ ଘୋଷଣା। ବିଜେଡି ନିଜେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ, ଡକ୍ଟର ଦନ୍ତେଶ୍ୱର ହୋତା ଏବଂ ସମ୍ପୃକ୍ତ ମିଶ୍ରଙ୍କୁ ଟିକେଟ୍ ଦେଇଛନ୍ତି। ଏହି 2 ଜଣଙ୍କ ନାଁରେ ବିଜେଡି ମାରିଛି ମୋହର। ରାଜ୍ୟସଭା ପ୍ରାର୍ଥୀ ପାଇଁ ଏହି 2 ଜଣଙ୍କ ଚୟନ କରିଛନ୍ତି ଦଳର ନେତା ସହ ସୁପ୍ରିମୋ ନବୀନ ପଟ୍ଟନାୟକ। ତେବେ ଏହି 2 ଜଣଙ୍କ ନାଁରେ ଅନେକ ପୂର୍ବରୁ ଚର୍ଚ୍ଚା ମଧ୍ୟ ହେଉଥିଲା। ପରବର୍ତ୍ତୀ ଖବରଟି ହେଲା, ଦର୍ଶକ ବନ୍ଧୁଗଣ, ତୃପ୍ତ ମିଶ୍ରଙ୍କୁ ରାଜ୍ୟସଭା ପ୍ରାର୍ଥୀ ଘୋଷଣା ପରେ ବିଜେଡି ସୁପ୍ରିମୋଙ୍କ ଉପରେ ନିଜ ଅସନ୍ତୋଷ ଝାରିଛନ୍ତି ଦଳର ବରିଷ୍ଠ ନେତା ପ୍ରଭାତ ବିଶାଳ। ଗଣମାଧ୍ୟମ ସମ୍ମୁଖରେ ଭୋକ ପ୍ରକାଶ କରିଛନ୍ତି ପ୍ରଭାତ। ସେ କହିଛନ୍ତି, ଯାହାକୁ ଦିଆଯାଇଛି ସେ ଦଳର ପାଇଁ କିଛି କରିନାହାନ୍ତି। ନବୀନଙ୍କ ସହ ଏହାକୁ ନେଇ ପ୍ରଭାତଙ୍କ ଉଚ୍ଚବାତ ସୂଚନା ସୃଷ୍ଟି ହୋଇଥିଲା। 4,000 କୋଟି ଯିଏ ନେଇ ଯାଇଛି ତାକୁ ଦିଆଗଲା ଟିକେଟ୍। 4,000 କୋଟି କିଏ ନେଇଛି ଆପଣମାନେ ଖୋଜନ୍ତୁ କହିଲେ। ଦଳ ମୋର ଆପଣଙ୍କର ଖୋଜନ୍ତୁ ବୋଲି ଦଳର ମୋର ବହୁ କ୍ଷତି କରୁଛି। ମୁଁ କିନ୍ତୁ ଦଳର କ୍ଷତି କରିନାହିଁ, ପାଣ୍ଡିଆନ ସୋଜତା ଦଳ ପାଇଁ କହିଛନ୍ତି। ପରବର୍ତ୍ତୀ ଖବରଟି ହେଲା, ଦର୍ଶକ ବନ୍ଧୁଗଣ, କଂଗ୍ରେସ ରାଜ୍ୟସଭା ପ୍ରାର୍ଥୀ ଡକ୍ଟର ଦନ୍ତେଶ୍ୱର ହୋତାଙ୍କୁ କଂଗ୍ରେସ ସମର୍ଥନ କରିଛି। ଏନେଇ ସୂଚନା ଦେଇଛି ପିସିସି ସଭାପତି ଭକ୍ତ ଚରଣ ଦାସ। ସେ କହିଛନ୍ତି, ସୋମବାର ନବୀନ ବାବୁଙ୍କ ସହ ମୋର ସାକ୍ଷାତ ଆଲୋଚନା ହୋଇଅଛି। ଜଣେ କମନ କ୍ୟାଣ୍ଡିଡେଟ୍ ନେଇ ନବୀନଙ୍କ ସହ ଆଲୋଚନା ହୋଇଥିଲା। ନବୀନ ବାବୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଓ ଉଚିତ ପଦକ୍ଷେପ ନେଇଛନ୍ତି। ନବୀନ ବାବୁ ଜଣେ କମନ କ୍ୟାଣ୍ଡିଡେଟ୍ ହେବା ସ୍ୱାଗତ ଯୋଗ୍ୟ। ଡକ୍ଟର ଦନ୍ତେଶ୍ୱର ଜଣେ ଯୋଗ୍ୟ ପ୍ରାର୍ଥୀ, ଭଲ କାମ କରୁଛନ୍ତି ବୋଲି କହିଲେ। ପରବର୍ତ୍ତୀ ଖବରଟି ହେଲା, ବିଜେଡି ରାଜ୍ୟସଭା ପ୍ରାର୍ଥୀ ଘୋଷଣାକୁ ଶ୍ରୀମୟୀଙ୍କ ନିଶାନା। ଶକ୍ତି ନାନୀଙ୍କ ଶକ୍ତି ଓ ବରିଷ୍ଠଙ୍କୁ ଅଣଦେଖା କଥା ଉଠାଇ ପରୋକ୍ଷ ନିଶାନା। ସେ କହିଛନ୍ତି, ଦଳୀୟ ସଂଗଠନ ପ୍ରତି ଅବଦାନ ଓ ଅଭିଜ୍ଞତା ନଥାଇ ପ୍ରାର୍ଥୀ। ପରବର୍ତ୍ତୀ ଖବରଟି ହେଲା, ଇରାନ ଉପରେ ଇସ୍ରାଏଲର ସାମରିକ ଆକ୍ରମଣକୁ ନେଇ ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ ସୂଚନା। ଏଥିସହ ଦେଶବ୍ୟାପୀ ଜରୁରୀକାଳୀନ ପରିସ୍ଥିତି ଘୋଷଣା। ତେହେରାନରେ ବିସ୍ଫୋରଣ ସ୍ୱୀକାର କଲା ସେଠାକାର ମିଡ଼ିଆ। ଇସ୍ରାଏଲରେ ମଧ୍ୟ ବାଜିଲା ସାଇରନ୍। ପ୍ରସ୍ତୁତ ରହିବାକୁ ସୂଚନା। ପୂର୍ବରୁ ଇସ୍ରାଏଲ ଛାଡ଼ି ଚାଲି ଆସିବାକୁ ନାଗରିକମାନଙ୍କୁ କହିଥିଲା ଆମେରିକା। ପରବର୍ତ୍ତୀ ଖବରଟି ହେଲା, ଦର୍ଶକ ବନ୍ଧୁଗଣ, HPV ଟିକାକରଣ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସର୍ଭାଇକାଲ କ୍ୟାନ୍ସର ମୁକାବିଲା ପାଇଁ 9ରୁ 14 ବର୍ଷ ବାଳିକାଙ୍କୁ ଟିକା। 9ରୁ 14 ବର୍ଷ ମଧ୍ୟରେ ପ୍ରଥମ ଡୋଜ୍, ପରବର୍ତ୍ତୀ 3 ଡୋଜ୍ ମଧ୍ୟରେ ବର୍ଷେ ଅନ୍ତରାଳ। କାଏଦ ଟେଷ୍ଟ ହାଉସରୁ ଟିକାକରଣ ଶୁଭାରମ୍ଭ କଲେ ମୋଦି। ଦର୍ଶକ ବନ୍ଧୁଗଣ, ପରବର୍ତ୍ତୀ ଖବରଟି ହେଲା, ଆସନ୍ତୁ ଦେଖିବା, କୋରାପୁଟ ହାସିସ୍ ତେଲ ଅର୍ଥାତ୍ ଗଞ୍ଜେଇ ତେଲ ଜବତ ଘଟଣାରେ ପୋଲିସକୁ ମିଳିଛି ବଡ଼ ସଫଳତା। ପିନ୍ ସହ 6 ଗିରଫ। ଗିରଫଙ୍କ ମଧ୍ୟରେ 4। କେରଳ ରାଜ୍ୟର ଅଧିକ ତଦନ୍ତ ଜାରି ରହିଛି। ପିଙ୍କ ନେତୃତ୍ୱରେ SIT ଗଠନ ନେଇ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଜିଙ୍କ ସୂଚନା। ପିଙ୍କ ସମେତ 4 ଅଭିଯୁକ୍ତଙ୍କୁ କେରଳର ଏବଂ ଅନ୍ୟ 2 ଜଣ ସ୍ଥାନୀୟ ଅଭିଯୁକ୍ତ। ଅର୍ଥନୈତିକ
ଦେଶ ଓ ନେଶର ତଦନ୍ତ ହେବ, ଏକାଧିକ ସ୍ଥାନରେ ରେଡ୍ ଜାରି। ପରବର୍ତ୍ତୀ ଖବରଟି ହେଲା, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶ କ୍ରମେ ଥାଇଲାଣ୍ଡରେ ଫସି ରହିଥିବା 6 ଜଣ ଓଡ଼ିଆ ଯୁବକଙ୍କ ମଧ୍ୟରେ 4 ଜଣ ଓଡ଼ିଆ ଯୁବକଙ୍କୁ ଫେବୃଆରୀ 21 ତାରିଖରେ ଓଡ଼ିଶାକୁ ଫେରାଇ ଅଣାଯାଇଅଛି। ଆଜି ଅନ୍ୟ 2 ଜଣ ଓଡ଼ିଆ ଯୁବକ ଥାଇଲାଣ୍ଡରୁ ଆସି ଓଡ଼ିଶାରେ ପହଞ୍ଚିଛନ୍ତି। ଦର୍ଶକ ବନ୍ଧୁ, ପରବର୍ତ୍ତୀ ଖବରଟି ହେଲା, ପାକିସ୍ତାନ ଓ ଆଫଗାନିସ୍ତାନ ସୀମାରେ ସମ୍ପ୍ରତି ଉଦ୍ବେଗ ବୃଦ୍ଧି ପାଇଅଛି। ଉଭୟ ପକ୍ଷ ମଧ୍ୟରେ ରାତିସାରା ଆକ୍ରମଣ ଜାରି ରହିଅଛି। ତେହରିକ ଏ ତାଲିବାନ ପାକିସ୍ତାନ TDP ପାକିସ୍ତାନର ଖାଇବାର ପଖ୍ତୁନ ପ୍ରଦେଶର ଜିଲ୍ଲାରେ ଏକ ଅତ୍ୟାଧୁନିକ ସାମରିକ ଆକ୍ରମଣ ଘଟିଅଛି। ପାରମ୍ପରିକ ରିପୋର୍ଟ ଅନୁଯାୟୀ ଏହି ଆକ୍ରମଣରେ 40 ଜଣ ପାକିସ୍ତାନୀ ସୈନିକଙ୍କ ମୃତ୍ୟୁ ଘଟିଛି ବୋଲି ସୂଚନା ମିଳିଅଛି। ପରବର୍ତ୍ତୀ ଖବରଟି ହେଲା, ଦର୍ଶକ ବନ୍ଧୁଗଣ, ଜାମ୍ମୁ ଆଣ୍ଡ କାଶ୍ମୀର ପ୍ରଥମ ଥର ରଞ୍ଜି ଚାମ୍ପିୟନ ହୋଇ ଇତିହାସ ରଚିଲା ଜମ୍ମୁ କାଶ୍ମୀର। 8 ଥର ଚାମ୍ପିୟନ କର୍ଣ୍ଣାଟକକୁ ଫାଇନାଲରେ ମାତ ଦେଇ ଚାମ୍ପିୟନ ଫାଇନାଲ ଡ୍ର ରହିଥିଲେ ବି ପ୍ରଥମ ଇନିଂସ ଅଗ୍ରଣୀ ଭିତ୍ତିରେ ଚାମ୍ପିୟନସିପ୍ ଗ୍ରହଣ କରୁଛନ୍ତି। ଏହା ଥିଲା ଆଜିର ମୁଖ୍ୟ ଖବର। ଦର୍ଶକ ବନ୍ଧୁ, ଯଦି ଭିଡ଼ିଓଟି ଭଲ ଲାଗେ ତେବେ ଲାଇକ୍ କରିବେ ଏବଂ ଅନ୍ୟମାନଙ୍କ ସହିତ ସେୟାର କରିବେ ବୋଲି ଅନୁରୋଧ। ଦର୍ଶକ ବନ୍ଧୁ, ଏମିତିକା ଲେଟେଷ୍ଟ ଅପଡେଟ୍ ଜାଣିବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ, ବେଲ୍ ଆଇକନ୍ଟିକୁ ଦବାଇବେ, ଯାହାଫଳରେ ସର୍ବପ୍ରଥମେ ଆପଣଙ୍କ ପାଖରେ ଭିଡ଼ିଓଟି ପହଞ୍ଚିଯିବ। ଆଜି ପାଇଁ ଏତିକି। ନୂଆ ଅପଡେଟ୍ ସାଙ୍ଗରେ ଆଗାମୀକାଲି ଦେଖା ହେବ। ନମସ୍କାର, ଜୟ ଜଗନ୍ନାଥ, ଜୟ ଓଡ଼ିଶା।